ଇରାନର ପବିତ୍ର ଜାମକରନ ମସଜିଦ ଉପରେ ଏବେ ଉଡୁଛି ଲାଲ ପତାକା। ସିଆ ପରମ୍ପରା ଅନୁଯାୟୀ ଏହି ନାଲି ରଙ୍ଗର ପତାକା ହେଉଛି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଏବଂ ପ୍ରତିଶୋଧର ପ୍ରତୀକ। ଖାମନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ରଣହୁଙ୍କାର ଦେଇଛି। ଆମେରିକୀୟ ସୈନ୍ୟ ଘାଟି ଉପରେ ଆକ୍ରମଣର ଖବର ଆସୁଥିବା ବେଳେ ସାରା ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖାମନେଇଙ୍କ ମୃତ୍ୟୁ ପରେ କ୍ଷମତା ଦଖଲ କରିଛନ୍ତି ତାଙ୍କ ପୁଅ ମୋସ୍ତବା ଖାମନେଇ। 1969ରେ ଜନ୍ମିତ ମୋସ୍ତବା ପରଦା ପଛର ରଣନୀତିକାର ଭାବେ ଜଣାଶୁଣା। ରିଭଲ୍ୟୁସନାରୀ ଗାର୍ଡସ୍ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଏବେ ତାଙ୍କୁ ଇରାନର ନୂଆ ସୁପ୍ରିମ ଲିଡର ଭାବେ ଉଭା କରିଛି। ଅନ୍ୟପଟେ ସରକାର 40 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସ୍ପଷ୍ଟ କରିଛନ୍ତି ଯେ ଇରାନ ପଛଘୁଞ୍ଚା ଦେବ ନାହିଁ। ଶତ୍ରୁ ପକ୍ଷର ପ୍ରତିଟି ଆକ୍ରମଣର ଜବାବ ଦିଆଯିବ। ତେହେରାନ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହରକୁ ଏବେ ହାଇ ଆଲର୍ଟରେ ରଖାଯାଇଛି। ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ବାହାରେ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। ତେବେ ବଡ଼ ପ୍ରଶ୍ନ ହେଉଛି ଏହି ଲାଲ ପତାକା କ'ଣ ଏକ ବଡ଼ ଧରଣର ଯୁଦ୍ଧର ସୂଚନା ଦେଉଛି କି? କ୍ଷମତା ପରିବର୍ତ୍ତନ ପରେ ଇରାନର ରଣନୀତି କେଉଁ ଦିଗକୁ ଯିବ, ତାରି ଉପରେ ବର୍ତ୍ତମାନ ସାରା ବିଶ୍ୱର ନଜର। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSC गुरुकुल गोठपाटणा भुवनेश्वर।